ଯାଜପୁର ଜିଲ୍ଲାର ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରବାଙ୍କ ପଞ୍ଚାୟତରେ ପ୍ରସ୍ତାବିତ ସ୍ମାର୍ଟ ଜେଲ୍ ନିର୍ମାଣକୁ ନେଇ ବିବାଦ ତୀବ୍ର ହୋଇଛି। ଜେଲ୍ ନିର୍ମାଣକୁ ବିରୋଧ କରି ଗ୍ରାମବାସୀମାନେ ଆନ୍ଦୋଳନ ଜାରି ରଖିଥିବା ବେଳେ ସେମାନଙ୍କ ସମର୍ଥନରେ ବାହାରିଛନ୍ତି ବରୀ ବିଧାୟକ ବିଶ୍ୱ ମଲ୍ଲିକ। ଏନେଇ ଏକ ପ୍ରେସମିଟ୍ କରି ବିଧାୟକ ଗ୍ରାମବାସୀଙ୍କ ଦାବିକୁ ସମର୍ଥନ କରିବା ସହ ଜେଲ୍ ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରାଯାଇଛି। ତାଙ୍କ କହିବା ଅନୁସାରେ ପ୍ରଶାସନ ଠିକାଦାରଙ୍କ କଥାରେ ନ ଚାଲି ସ୍ଥାନୀୟ ଲୋକଙ୍କ ସମସ୍ୟା ଓ ଦାବିକୁ ଗୁରୁତ୍ୱ ଦେବା ଆବଶ୍ୟକ। ବିଧାୟକ ଆହୁରି କହିଛନ୍ତି ଯେ ପୂର୍ବ ବିଜେଡି ସରକାର ସମୟରେ ଜେଲ୍ ନିର୍ମାଣ ପାଇଁ ସ୍ଥାନ ଚୟନକୁ ସେ ବିରୋଧ କରିଥିଲେ ଏବଂ ବର୍ତ୍ତମାନ ମଧ୍ୟ ନିଜର ବିରୋଧ ଜାରି ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶାସନ ନିଜ ନିଷ୍ପତ୍ତିରେ ଅଟଳ ରହିଛି। ଉପଜିଲ୍ଲାପାଳ କହିଛନ୍ତି ଯେ ସ୍ଥାନୀୟ ଲୋକଙ୍କ ଉଠାଇଥିବା ବିଭିନ୍ନ ସମସ୍ୟା ଓ ଦାବିର ସମାଧାନ କରିବା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ତେଣୁ ପ୍ରକଳ୍ପର କାର୍ଯ୍ୟ ନିର୍ଦ୍ଧାରିତ ଯୋଜନା ଅନୁସାରେ ଆଗକୁ ବଢ଼ିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସ୍ମାର୍ଟ ଜେଲ୍ ନିର୍ମାଣକୁ ନେଇ ଏବେ ବିଧାୟକ ଓ ପ୍ରଶାସନ ମଧ୍ୟରେ ମତଭେଦ ସ୍ପଷ୍ଟ ହୋଇଥିବା ବେଳେ ଆଗାମୀ ଦିନରେ ଏହି ପ୍ରସଙ୍ଗ କେଉଁ ଆଡ଼େ ମୋଡ଼ ନେବ ତାହା ଉପରେ ସମସ୍ତଙ୍କର ନଜର ରହିଛି।